ପିଲାମାନେ ଆଜି ଆମେ ଚତୁର୍ଥ ଶ୍ରେଣୀ ସାହିତ୍ୟ କଳିକା ପୁସ୍ତକର ସନ୍ଧ୍ୟା କବିତାର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ଏହି କବିତାଟିକୁ ଲେଖିଛନ୍ତି ମଧୁସୂଦନ ରାଓ। 1 ନମ୍ବର କ ଦିନମଣି ବୋଲି କାହାକୁ କୁହାଯାଇଛି ଓ କାହିଁକି? ଉତ୍ତର ଦିନମଣି ବୋଲି ସୂର୍ଯ୍ୟଙ୍କୁ କୁହାଯାଇଛି କାରଣ ମଣିର ଉଜ୍ଜଳ ଜ୍ୟୋତି ଭଳି ସୂର୍ଯ୍ୟଙ୍କର ଉଜ୍ଜଳ ଆଲୋକରେ ଜ୍ୟୋତି ରହିଛି। ସୂର୍ଯ୍ୟ ଅନ୍ଧାରକୁ ଦୂର କରିପାରନ୍ତି, ମଣି ମଧ୍ୟ ଅନ୍ଧାରକୁ ଦୂର କରିପାରେ। ଖ ନମ୍ବର ପ୍ରଶ୍ନ ଆସଇ ରଜନୀ ରାଣୀ ଧରି କଳା ବେଶ ଏକଥା କହିବାର ଅର୍ଥ କ'ଣ? ଉତ୍ତର ରାତିର ରୂପ ହେଉଛି କଳା। ସନ୍ଧ୍ୟା ପରେ ରାତି ଆସେ। କବି ରାତିକୁ ରାଣୀଙ୍କ ସହିତ ତୁଳନା କରି ତାର ରୂପକୁ ବର୍ଣ୍ଣନା କରି କହିଛନ୍ତି ଯେ ସେ କଳା ବେଶ ଧରି ପୃଥିବୀକୁ ଆସିଛନ୍ତି। ଗ ନମ୍ବର ପ୍ରଶ୍ନ ସବୁବେଳେ ଚାଷୀ କାହିଁକି ଆନନ୍ଦରେ ଘରକୁ ଫେରେ ବୋଲି କୁହାଯାଇଛି? ଉତ୍ତର ସନ୍ଧ୍ୟା ଆସିଲେ ଚାଷୀମାନଙ୍କର କାମ ବନ୍ଦ ହୋଇଯାଏ। ସେମାନେ ପରିଶ୍ରମରୁ ମୁକ୍ତି ପାଇବା ସହିତ ବିଶ୍ରାମ ନେବାର ଆଶା ରଖି ହଳ କାମ ଆଦି ସାରି ଆନନ୍ଦରେ ଘରକୁ ଫେରିଥାନ୍ତି। ଘ ନମ୍ବର ପ୍ରଶ୍ନ ଖୁବ୍ ଶୀଘ୍ର ଚାରିଆଡ଼ ଅନ୍ଧକାର ହୋଇଯାଏ କବିତାର କେଉଁ ପଦରେ ଏହା କୁହାଯାଇଛି? ଉତ୍ତର ଚାହୁଁ ଚାହୁଁ ଅନ୍ଧକାରେ ଘଟଇ ଗଗନ ଆବରଇ ଜଳ ସ୍ଥଳ ପର୍ବତ କାନନ। ୱ ନମ୍ବର ରାତି ସମୟରେ ଗହଳ ଚହଳ ଶୁଭେ ନାହିଁ କାହିଁକି? ଉତ୍ତର ଦିନର ପରିଶ୍ରମ ପରେ ରାତି ସମୟରେ ସମସ୍ତେ ବିଶ୍ରାମ ନିଅନ୍ତି ଓ ନିଦ୍ରା ଯାଆନ୍ତି, ତେଣୁ ରାତି ସମୟରେ ଗହଳ ଚହଳ ଶୁଭେ ନାହିଁ। ଏହିଭଳି ଆଉ କିଛି ପ୍ରଶ୍ନ ତିଆରି କରିବା ଏବଂ ସାଙ୍ଗମାନଙ୍କ ସହ ଆଲୋଚନା କରିବା। କ ନମ୍ବର ପ୍ରଶ୍ନ ରଜନୀ ରାଣୀ କେଉଁ ବେଶ ଧରି ଆସେ? ଉତ୍ତର ରଜନୀ ରାଣୀ କଳା ବେଶ ଧରି ଆସେ। କେଉଁମାନେ ଦାଣ୍ଡରେ ଧୂଳି ଉଡ଼ାଇ ଆସନ୍ତି? ଗୋରୁପଲ ଦାଣ୍ଡରେ ଧୂଳି ଉଡ଼ାଇ ଆସନ୍ତି। ଗ ନମ୍ବର କିଏ ନାନା ରଙ୍ଗରେ ଗୀତ ଗାଇ ଘରକୁ ବାହୁଡ଼େ? ଉତ୍ତର ଚାଷୀ ନାନା ରଙ୍ଗରେ ଗୀତ ଗାଇ ଘରକୁ ବାହୁଡ଼େ। 2 ନମ୍ବର ଆସ କବିତାଟି ପଢ଼ିବା। କ ସ୍ତମ୍ଭର ଶବ୍ଦ ସହିତ ଖ ସ୍ତମ୍ଭରେ ଥିବା କେଉଁ ଶବ୍ଦର ସମ୍ପର୍କ ଅଛି ତାହାକୁ ଯୋଡ଼ି ଖାଲି ସ୍ଥାନରେ ଲେଖିବା। ଆକୁଳ ଅନ୍ତରେ, ଯେଝା ବାସେ, ଧୂଳି ଉଡ଼ାଇଣ, ବାହୁଡ଼ଇ ଘରେ, ଘୋଟଇ ଗଗନ, ମୁଦଇ ନୟନ। 3 ନମ୍ବର ତଳେ କେତୋଟି ଶବ୍ଦ ଦିଆଯାଇଛି? ତାର ଆଗରେ ଓ ପଛରେ ଖାଲି ଜାଗା ରହିଛି। କବିତା ଅନୁସାରେ ଧାଡ଼ିଗୁଡ଼ିକ ପୂରଣ କରିବା। ଅସ୍ତ ହେଲେ ଦିନ ମଣି ହେଲା ଦିନ ଶେଷ। ଯାଉଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି। ନାନା ରଙ୍ଗେ ଗୀତ ଗାଇ ବାହୁଡ଼ଇ ଘରେ। ଆବରଇ ଜଳ ସ୍ଥଳ ପର୍ବତ ଆକାଶ। ନାହିଁ ଆଉ ଏ ଭୁବନେ ଜୀବନ ଚହଳ। 4 ନମ୍ବର ଉଡ଼ାଇଣ ଦାଣ୍ଡେ ଏଠାରେ ଉଡ଼ାଇଣର ଅର୍ଥ ଉଡ଼ାଇ। ଏହିଭଳି ଆଉ କିଛି ଶବ୍ଦ ଲେଖିବା। ଭସାଇଣ ଭସାଇ, ବାହୁଡ଼ିଣ ବାହୁଡ଼ଇ, ଯାଇଣ ଯାଅଇ, ରାବିଣ ରାବଇ, ଜଳିଣ ଜଳଇ, ମୁଦିଣ ମୁଦଇ। 6 ନମ୍ବର ଆସ ମନରୁ କବିତାର ପଦ ପୂରଣ କରିବା। ପଶ୍ଚିମ ଆକାଶେ ଦେଖ ବୁଡ଼ିଲେଣି ରବି, ଆହା କି ସୁନ୍ଦର ଦିଶେ ଆକାଶର ଛବି। ଧୀରେ ଧୀରେ ଜହ୍ନ ମାମୁଁ ଉଇଁଲେ ଆକାଶେ, ଗପ ଶୁଣେ କାହ୍ନୁ ବସି ତାର ଆଇ ପାଶେ। 7 ନମ୍ବର ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ସମାନ ଅର୍ଥ ବୁଝାଉଥିବା ଶବ୍ଦ କବିତାରୁ ଖୋଜି ଆଣି ପାଖ ଘରେ ଲେଖିବା। ସୂର୍ଯ୍ୟ ଦିନମଣି, ରାତି ରଜନୀ, ସଞ୍ଜ ସନ୍ଧ୍ୟା, ଚଢ଼େଇ ପକ୍ଷୀ, ପାହାଡ଼ ପର୍ବତ, ପାଣି ଜୀବନ, ପୃଥିବୀ ଭୁବନେ, ବଣ କାନନ। 8 ନମ୍ବର ଉପରେ କେତେଗୁଡ଼ିଏ କଥା ଲେଖାଯାଇଛି। ସେଥିମଧ୍ୟରୁ ସନ୍ଧ୍ୟା ସମ୍ପର୍କରେ ଥିବା କଥାଗୁଡ଼ିକୁ ବାଛି ଖାତାରେ ଲେଖିବା। ଉତ୍ତର ସୂର୍ଯ୍ୟ ଅସ୍ତ ହେଉଥାନ୍ତି, ପକ୍ଷୀମାନେ ନିଜ ନିଜ ବସାକୁ ଫେରନ୍ତି, ଗୋରୁପଲ ଘରକୁ ଫେରନ୍ତି, ଧୀରେ ଧୀରେ ଆକାଶରେ ତାରା ଦେଖାଯାନ୍ତି, ଠାକୁରଙ୍କ ପାଖରେ ଦୀପ ଦିଆଯାଏ,
ଚାଷୀମାନେ ଆନନ୍ଦରେ ଗୀତ ଗାଇ ଘରକୁ ଫେରନ୍ତି। 9 ନମ୍ବର ନିଜ ଭାଷାରେ ତଳ ପଦଟିର ଅର୍ଥ ଲେଖିବା। ରତ୍ନ ଦୀପାବଳି ପ୍ରାୟ ତାରା କୋଟି କୋଟି ଜଳୁଛନ୍ତି ଆକାଶରେ ହୋଇ ଗୋଟି ଗୋଟି। ଉତ୍ତର ସନ୍ଧ୍ୟା ସମୟରେ ଆଗମନ ହୋଇଛି। ସୂର୍ଯ୍ୟ ଅସ୍ତ ଯିବା ପରେ ଚାରିଆଡ଼େ ଅନ୍ଧାର ଘୋଟିଛି। ଆକାଶରେ ଗୋଟି ଗୋଟି ହୋଇ କୋଟି କୋଟି ସଂଖ୍ୟାରେ ତାରା ଜଳି ଉଠିଛନ୍ତି। ଆକାଶରେ ତାରାଗୁଡ଼ିକୁ ଦେଖି କବି ବିଚାର କରିଛନ୍ତି ଯେ ସତେ ଯେଭଳି କୋଟି କୋଟି ରତ୍ନ ଦୀପାବଳି ଜଳୁଛି। ଏହି ତାରାମାନଙ୍କର ଆଲୋକରେ ରାତିର ଅନ୍ଧକାର ସାମାନ୍ୟ ଦୂରେଇ ଯାଇଛି। 10 ନମ୍ବର ସନ୍ଧ୍ୟା ହେଲେ ଆମେ କ'ଣ କ'ଣ କରୁ ଆସ ଲେଖିବା। ଉତ୍ତର ସନ୍ଧ୍ୟା ହେଲେ ଆମେ ବାହାରୁ ଘରକୁ ଫେରି ଆସୁ। ଘରେ ପହଞ୍ଚି ଗୋଡ଼ ହାତ ଧୋଇ ଠାକୁରଙ୍କୁ ପ୍ରାର୍ଥନା କରୁ। ଠାକୁରଙ୍କୁ ପ୍ରାର୍ଥନା କରିସାରି ସାମାନ୍ୟ ଜଳଖିଆ ଖାଇ ପାଠ ପଢ଼ିବାକୁ ଯାଉ। ବେଳେବେଳେ ସନ୍ଧ୍ୟାବେଳେ ଆଈମା ଠାରୁ ଗପ ଶୁଣିବାକୁ ବସୁ। ସନ୍ଧ୍ୟା ସମୟରେ ସାଥୀମାନଙ୍କ ସହିତ ଗାଁ ଦାଣ୍ଡରେ ଗୀତ ଗାଇ ମଉଜ କରିବାକୁ କେବେ କେମିତି ମନ ହୁଏ। ପିଲାମାନେ ତୁମକୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବ।